সেবার ଏ ପୃଥିବୀରେ ଦେବ ଦାନବ ମାନବ ଗୁଡ଼ାକ ପାଣି ପବନକୁ ଆଶ୍ରୟ କଲା ପରି ଦିନେ ଆଶ୍ରୟ ନେବେ ମୋହରି ଚରଣେ। କାହିଁକିନା ସେ ପାଷାଣ୍ଡ ନାରାୟଣ ମୋତେ ବିଦ୍ରୋହର କରି ଦେଇଛି ଯନ୍ତ୍ରଣା। ଆଉ ସେଥିପାଇଁ ସର୍ପଦେବ ନାରୀଙ୍କ ମଥାରୁ ମୁଁ ପୋଛି ଦେବି ଶ୍ରୀମତ ସିନ୍ଦୁର। ନାରାୟଣ ନାରାୟଣ ନାରାୟଣ। ଦେବର୍ଷି ହଠାତ୍ ମୋ ନିକଟେ ଆସିବାର ଅଭିପ୍ରାୟ? ଧ୍ରୁମଲୋଚନ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ନେଇ ଆସୁଛି ତୁମ ନିକଟେ। ଆଚ୍ଛା, ତୁମର ଆଦେଶ ହେଲେ ସେ କଥା ମୁଁ କରି ପ୍ରକାଶ। କଣ କହିଲ ଦେବର୍ଷି? ଧ୍ରୁମଲୋଚନ ଗୁରୁତ୍ୱପୂର୍ଣ୍ଣ ଆସିଛନ୍ତି ମୋହରି ପ୍ରାଙ୍ଗଣେ? ହଁ ଧ୍ରୁମଲୋଚନ। ହେଲେ ମୁଁ ଜାଣିପାରେ ସେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଟା କଣ? ନାରାୟଣ ନାରାୟଣ। ଶତ୍ରୁ ପାଖରେ ମିତ୍ର କି କାର୍ଯ୍ୟ କଲେ ନିଶ୍ଚୟ ଉଦ୍ଧାର ହୋଇବ ଏ ସମସ୍ତ ଧରାପୃଷ୍ଠରୁ। କଣ କହିଲ ଦେବର୍ଷି? ଶତ୍ରୁ ସହିତ ମିତ୍ରତା ଭାବ ରଖିଲେ ମୁଁ ନିଶ୍ଚୟ ବସି ପାରିବି ଉଚ୍ଚର ଭାବଚେ। ନାରାୟଣ ତାହେଲେ କୁହନ୍ତୁ ଦେବର୍ଷି, କିପରି ଶତ୍ରୁ ସହିତ ମୁଁ ମିତ୍ରତା ଭାବ ରଖିବି? ଦିଅନ୍ତୁ ଉପାୟ ଦେବର୍ଷି, ମତେ ଦିଅନ୍ତୁ ଉପାୟ। ବଡ଼ କପଟ ଦେବତା ଗଣ ଧ୍ୱଂସ କରି ତ ମାନ ସମ୍ମାନ। ତା ମାନେ ତୁମେ କଣ କହିବାକୁ ଚାହ? ବଡ଼ କପଟି ଦେବତା ଦଳ ଦେବର୍ଷି ଅଛନ୍ତି ମହିମଣ୍ଡଳ। ଆଚ୍ଛା, ନିଜ ନିଜ ମଧ୍ୟରେ କମ୍ ଦଳ। ତୁମେ ସତ କହୁଛ ଦେବର୍ଷି? ଲାଗିଥାଏ କପଟ ଖେଳ। ହଁ, ବଡ଼ କପଟି ଦେବତା ଦଳ ଲାଗିଥାଏ ସେ ମାୟା ଖେଳ। ନିଜ ନିଜ ମଧ୍ୟରେ କନ୍ଦଳ ଚାଲିଥାଏ କପଟ ଖେଳ। ଏକ ସୁଯୋଗ ଆସିଛି ତୋର କପାଳ। ଦେବର୍ଷି ଜୀବନ ହୋଇବ କାଳ ସରିଯିବ ତୁ ମାୟା ଖେଳ। ମାଧବଙ୍କ ପାଦ ବିବାଦରେ ହାରିଲେ ପ୍ରଭୁ ଶଙ୍କର। ପ୍ରତିଶୋଧ ଅଗ୍ନିଜଳ ଏ ବକ୍ଷରେ ମନେ ଭାବନ୍ତି ତାଙ୍କର। ମାଧବଙ୍କ ପାଦ ବିବାଦରେ ହାରିଲେ ପ୍ରଭୁ ଶଙ୍କର। ପ୍ରତିଶୋଧ তুমি ঠিক কথা কহিছ দেবর্ষি। ମୁଁ ଭଗବାନ ଶଙ୍କର ଦେବଙ୍କ ଠାରୁ ଭଲ ପ୍ରାପ୍ତିର ଅଧିକାର ହୋଇ ବସିବି ଉଚ୍ଚର ଅବଗାହରେ। ଆଉ ତାପରେ ଧ୍ୱଂସ କରିବି ପାଷାଣ୍ଡ ନାରାୟଣ। ଶ୍ରୀମନାରାୟଣ ଦଣ୍ଡିବା ଶକ୍ତି ଯାର ଥାଇ ସେ ପୁଣି କ୍ଷମାଚର। ଧର୍ମଲୋଚନ ରୁଦ୍ର ମାଧବ ଲାଗିଛି କଳହ ଦେବତର ବାରେ। କିଏ ବସିବ ଉଚ୍ଚର ଆସନେ ଆଉ କିଏ ବସିବ ନିଚ ଆସନେ ଲାଗିଅଛି ଦ୍ୱନ୍ଦ୍ୱ। ସେଇ ଦେବଦେବ ମହାଦେବ ସନ୍ତୋଷ କରି ମନ ଇଚ୍ଛା ମାଗି ନିଅ ବର। ମହାଶକ୍ତିର ଅଧିକାରୀ ହୋଇ
ধ্বংস କରାଇବି ସଚରାଚର ନାରାୟଣ ନାରାୟଣ ନାରାୟଣ। ଦେବର୍ଷେ ତୁମେ ହେଉଛ କଳିହନର ରଥ, କଳିର ଯନ୍ତା ଘର ତୁମେ ହିଁ ରହିଛ ରୁଦ୍ର ମାଧବ ମଧ୍ୟରେ କଳହ, ଆଉ ଭାବିଛ କପଟ ବିନାଶ କରିବ ଏ ମହାବଳୀ ଧ୍ରୁବ। ଆଜି ତୁମେ ହେବ ମୋର ପ୍ରଥମ ହତ୍ୟାର କାରଣ। ମୁଁ ଆଜି ତୁମକୁ ଭୟରେ ଚାଲିଗଲେ ବ୍ରହ୍ମା ସୁତ ଦେବର୍ଷି ନାରଦ। ହେ ଭଗବାନ ଶଙ୍କର ଦେବ, ହେ ମହାପବିତ୍ର ମୋର ପ୍ରଣାମ ଗ୍ରହଣ କରନ୍ତୁ। ସର୍ବ ହେଉ ତୋହରି କୁଶଳ। ମୁଁ ବୁଝିପାରିଛି ପୁତ୍ର ତୋ ହୃଦୟ ଯନ୍ତ୍ରଣା। ସେ କପଟି ଲମ୍ପଟି ନାରାୟଣ ଧରି ନାରୀ ବେଶ। ତୋ ପିତାଙ୍କୁ ଦେଇଛି ବିଦାୟ ଏ ଧରଣୀ ବକ୍ଷରୁ। ନା ପ୍ରଭୁ, ସେଦିନ କଥାକୁ ମନେ ପକାଇ ମୋ ହୃଦୟରେ ବହି ଯାଉଥିବା ଉଷ୍ମକ୍ତ ରକ୍ତ ଗୁଡ଼ାକ ଧ୍ରୁମଲୋଚନ ହଉ ପ୍ରଭାବିତ କରନ୍ତୁ ନାହିଁ ପ୍ରଭୁ। ନାଇଁ ଧ୍ରୁମଲୋଚନ, ସେ କପଟି ଲମ୍ପଟି ନାରାୟଣ ପାଇ ମଥା ମୋର ପାଉଅଛି ବ୍ୟଥା। ଦେଲା ମତେ ଅପମାନ, ତିଳ ତିଳ କରି ଦଗ୍ଧ କରୁଛି ସର୍ବାଙ୍ଗ ମୋହର। କଣ କହିଲେ ଦେବତା? ନାଇଁ ନାଇଁ ଆପଣ କଣ କହିଲେ? ଭବନଙ୍କୁ ମଧ୍ୟ ସେ ନାରାୟଣଟା ଦେଇଅଛି ବ୍ୟଥା, କରିଛି ପ୍ରତାରଣ, କରିଛି ନିଶ। ମୋତେ ଦିଅନ୍ତୁ ଚିର ଆଶୀର୍ବାଦ, ନିଶ୍ଚୟ ବାନ୍ଧି ଆଣିବି ସେ ପାଷଣ୍ଡ ନାରାୟଣ। ଔଷଧ ସେବିବ ସେ ଆପଣଙ୍କ ଚରଣ। ଦେଉ ଅଛି ତ ତା ମହା ଶକ୍ତିରେ ଯଥା ଧ୍ୱଂସ କର ଏ ଧରି। ଏହି ମହାକାଳ କରିଲା ପ୍ରଳୟ, ଲୁଣ ହେବ ଜନ୍ତୁ ବନ୍ଦିର ତତ୍ତ୍ୱ ଦେଉ ଅଛି ମହାଶକ୍ତି। ଏହି ବର ତୋତେ କରିଲି ପ୍ରଦାନ, ଗୋଡ଼ାଇ ହାଣିବ ମୂର୍ଖ ନାରାୟଣ। ଅବଶ୍ୟ ଅବଶ୍ୟ ତୁମ୍ଭ ସମ୍ମାନ ରଖିବି ହେ ମହିମଣ୍ଡଳେ। ଯାଆନ୍ତୁ ପ୍ରଭୁ, ବର୍ତ୍ତମାନ ଠାରୁ ଯାଆନ୍ତୁ ଆପଣଙ୍କର ସେ କୈଳାସ କନ୍ଦରେ ସେଠି ତପସ୍ୟା ବଳ ଦେଖିବେ। ତୁମ ଭକ୍ତ ମହାବଳୀ ତୁମର ଦେବ। ଯାଆନ୍ତୁ ପ୍ରଭୁ, ଯାଆନ୍ତୁ। ସେହି ଦିନକୁ ମୁହିଁ କରିଲି ଅପେକ୍ଷା, ଯେଉଁଦିନ ରୁକ୍ମିଣୀ ମଥାରୁ ତୁ ପଛେଇବୁ ସିନ୍ଦୁର। ବିକଳେ କାନ୍ଦି କାନ୍ଦି କହିବ ସିନ୍ଦୁର ମୋ ପାଇଁ 7 ସପନ। ଯାଆନ୍ତୁ ପ୍ରଭୁ, ଯାଆନ୍ତୁ ତପସ୍ୟା ବଳ ସେଇ କୈଳାସ କନ୍ଦରେ। କ୍ରୋଧ ଛାଛି ଦେଇଗଲ ମୋତେ ମହାଶକ୍ତି ନା, ହେଲେ ମନେ ରଖ ଶଙ୍କର, ତୁମେ ଦେଇଥିବା ତୁମର ମହାଶକ୍ତିଟା ତୁମ ପାଇଁ ଦିନେ ହେବ ମୃତ୍ୟୁର କାରଣ।